ଜଣ ମହିଳା ଥିଲେ। ମୋ ମୋବାଇଲ ଛଡ଼େଇଲେ, ମୋ ମୋବାଇଲ ଚାବୁଡ଼ି ଧରିଥାଏ। ମୋ ପିଠିରେ ବିଧା ମାରିଛନ୍ତି, ମୋ ଛାତିରେ ବି ବିଧା ମାରିଛନ୍ତି। ମୋ ଚୁଟି ଫୁଟି ଧରି ଟାଣି ଘୋଷାରି ମାରି ମୋ କତିରୁ ମୋବାଇଲ ନେଇଗଲେ। ଯେଉଁମାନେ ବି ଗଲେ ମୋତେ ଦେଖା କରିବାକୁ, ସେମାନଙ୍କୁ ଦେଖା କରିବାକୁ ଦେଲେନି, ମୋତେ ଭିତରେ ନେଇ ବସେଇ ଦେଲେ। ତାପରେ ଯେତେବେଳେ ମୋ ଛାତି ପେନ୍ ହେଲା, ମୁଁ 10 ମିନିଟ୍ କାଳ ଚିଲେଇଛି, ମୋ ତ ଦେହ ଭଲ ନାହିଁ, ମୋତେ ହସ୍ପିଟାଲ ନେଇ ଚାଲନ୍ତୁ, ମୋ ଛାତି ପେନ୍ ହେଉଛି। ମୁଁ ଏବେ ଚାହୁଁଛି ମୋତେ ନ୍ୟାୟ ଦରକାର। ଏଇମାନେ ମୋତେ ଧମକ କରିଥିଲେ, କାରଣ ଯେହେତୁ ବିଧାୟକ ସାଙ୍ଗରେ ବିଗତ ଦିନରେ ରହିକି ମୁଁ କାମ କରିଥିଲି, ମୋ ପଞ୍ଚାୟତରେ ମୁଁ ଭୋଟ କରିଥିଲି। ଏଇ ପ୍ରଶାନ୍ତ ସେଠି ମୋତେ ଧମକ ଦେଇଥିଲା, ମୋ କତିରୁ 50,000 ଟଙ୍କା ନେଇଥିଲା ବି ସାଂସଦ ଖେଳ ମହୋତ୍ସବକୁ। ତାପରେ ପୋଲିସ ଆମକୁ ଅଟକେଇ ରଖିଲା, ଭାଇ ଭଉଣୀକି ଛାଡ଼ିଲାନି, କାରଣ ବି ପଚାରିଲୁ କହିଲାନି। ଯେତେବେଳେ ମୋ ଭାଇକି ଆଗେ ଗାଡ଼ିରେ ବସେଇ ନେଇଗଲେ ଜବରଦସ୍ତି ପୋଲିସ, ତାପରେ ମୋତେ ଜବରଦସ୍ତି ଟାଣିକି 3 ଜଣ କନଷ୍ଟେବଳ ମୋତେ ଯେତେବେଳେ ନେଇକି ଗଲେ ମହାକାଳପଡ଼ା ବ୍ଲକରୁ। 3 ଜଣ ମହିଳା ଥିଲେ। ମୋ ମୋବାଇଲ ଛଡ଼େଇଲେ, ମୋ ମୋବାଇଲ ଚାବୁଡ଼ି ଧରିଥାଏ। ମୋ ପିଠିରେ ବିଧା ମାରିଛନ୍ତି, ମୋ ଛାତିରେ ବି ବିଧା ମାରିଛନ୍ତି। ମୋ ଚୁଟି ଫୁଟି ଧରି ଟାଣି ଘୋଷାରି ମାରି ମୋ କତିରୁ ମୋବାଇଲ ନେଇଗଲେ। ମୋତେ ଖରାପ ଭାଷାରେ ବି ଗାଳି। ମୁଁ ନିଜେ ବି ଜାଣିନି କାହିଁ ମାରିଲା। ଏଇଟା କୋଉଠି ନା କୋଉଠି ବିଧାୟକ ଇନଷ୍ଟ୍ରକ୍ସନ ମୋତେ ହଇରାଣ କରିବା ପାଇଁ। ଯେତେବେଳେ ଥାନାରେ ଯାଇ ମୁଁ ପହଞ୍ଚିଲି, ମୋତେ ମୋ ମୋବାଇଲ ଦେଲେନି ମୋ ଘରକୁ କଲ୍ କରିବାକୁ। ମୋ ଘର ଲୋକଙ୍କ ପଛରେ କେମିତି ଆସିଲେ ମୁଁ ଜାଣିନି। ଯେଉଁମାନେ ବି ଗଲେ ମୋତେ ଦେଖା କରିବାକୁ, ସେମାନଙ୍କୁ ଦେଖା କରିବାକୁ ଦେଲେନି, ମୋତେ ଭିତରେ ନେଇ ବସେଇ ଦେଲେ। ତାପରେ ଯେତେବେଳେ ମୋ ଛାତି ପେନ୍ ହେଲା, ମୁଁ 10 ମିନିଟ୍ କାଳ ଚିଲେଇଛି, ମୋ ତ ଦେହ ଭଲ ନାହିଁ, ମୋତେ ହସ୍ପିଟାଲ ନେଇ ଚାଲନ୍ତୁ, ମୋ ଛାତି ପେନ୍ ହେଉଛି। ମୁଁ ଏବେ ଚାହୁଁଛି ମୋତେ ନ୍ୟାୟ ଦରକାର। ଯେଉଁମାନେ ମୋତେ ଧମକ ଦେଇଛନ୍ତି ମାରିବାକୁ, ରେପ୍ କରିବାକୁ, କିଛି ନ କରିବେ ବୋଲି ମାନେ ନାହିଁ। ମୋବାଇଲ ଫିଲ ଗୁଡ଼ା ବହୁତ ପଡ଼ିକି ରହିଛି, ପଇସା ଲୋକ ନିଶ୍ଚିନ୍ତ ଭାବରେ ସତ ହେଇଛି। ଯେତେବେଳେ ପ୍ରଶାସନ ବିରୁଦ୍ଧରେ ମୁଁ ଯାଇଥିଲି, ମୋତେ ଧମକ ଆସିଥିଲା। ଏଇମାନେ ମୋତେ ଧମକ କରିଥିଲେ, କାରଣ ଯେହେତୁ ବିଧାୟକ ସାଙ୍ଗରେ ବିଗତ ଦିନରେ ରହିକି ମୁଁ କାମ କରିଥିଲି, ମୋ ପଞ୍ଚାୟତରେ ମୁଁ ଭୋଟ କରିଥିଲି। ମୁଁ ଚାହୁଁନଥିଲି ବିଧାୟକଙ୍କ ବିରୁଦ୍ଧରେ କିଛି କହିବାକୁ। ଏଇ ପ୍ରଶାନ୍ତ ସେଠି ମୋତେ ଧମକ ଦେଇଥିଲା, ମୋ କତିରୁ 50,000 ଟଙ୍କା ନେଇଥିଲା ବି ସାଂସଦ ଖେଳ ମହୋତ୍ସବକୁ। ଏଠିରେ କୋଉଠି ନା କୋଉଠି ବିଧାୟକର ହାତ ରହୁଛି।